ଦୋଳମଣ୍ଡପ ସାହି ଜେନାରୀ ଗଛ ଛକ ସ୍ଥିତ ମା ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ନୀତି ପବିତ୍ର ଜଳକ୍ରୀଡ଼ା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମାଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଶଙ୍ଖୁଡ଼ି ଭୋଗ କରାଯାଇଥିଲା। ପରେ ମାଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା। ଶିବନାରାୟଣ ଦାସ, ରଞ୍ଜନ ଦାସ, ତ୍ରିଲୋଚନ ମିଶ୍ର, ରବିନାରାୟଣ ପାଣିଗ୍ରାହୀ, ଅକ୍ଷୟ ଚନ୍ଦ୍ର କର ଓ ରାମନାରାୟଣ ଦାସ ଗରାରେ ନିକଟସ୍ଥ କୂଅରୁ ଜଳ ତୋଳି ଆଣି ମାଙ୍କ ଆସ୍ଥାନ ନିକଟରେ ରଖାଯାଇଥିଲା। ଜଳରେ ଚନ୍ଦନ, ଅଗୁର, କର୍ପୂର, ଚୁଆ, କେଶର ଓ ବିଭିନ୍ନ ପ୍ରକାର ସୁବାସିତ ମିଶ୍ରଣ କରାଯାଇ ମାଙ୍କ ମସ୍ତକରେ ଢଳାଯାଇଥିଲା। ଅପରାହ୍ନରେ ଜଳ ନିଷ୍କାସନ କରାଯାଇ ମାଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା। ପରେ ସନ୍ଧ୍ୟା ଆଳତି କରାଯାଇ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇ ରାତ୍ର ପହୁଡ଼ କରାଯାଇଥିଲା। ମନ୍ଦିର ପୂଜକ ପିନାକ ମିଶ୍ର ଓ ସୋମନାଥ ଦାସ ସମସ୍ତ ନୀତିକାନ୍ତି ସମାପନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଭକ୍ତ ମାଙ୍କ ଦିବ୍ୟ ଦୁର୍ଲଭ ବେଶ ଓ ଜଳାଶୟ ନୀତି ଦର୍ଶନ କରି ଆଶୀଷ ଲାଭ କରିଥିଲେ। ଏହି ଅବସରରେ ମନ୍ଦିରକୁ ଉଜ୍ଜ୍ୱଳ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସମ୍ପାଦକ ମାଗୁଣୀ ପୃଷ୍ଟି ସହ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଗୋବିନ୍ଦ ଦତ୍ତ ଓ କୋଷାଧ୍ୟକ୍ଷ ବୁଲୁ ପଢ଼ିଆରୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ब्यूरो रिपोर्ट तीर्थक्षेत्र लाइव।